ବାକ୍ୟ ଶୁଣିବା ପାଇଁ। ସେଇଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସମସ୍ତ ଆଦର ମହିମା ଗୌରବ ପାଇବା ପାଇଁ କେବଳ ସେ ହିଁ ଯୋଗ୍ୟ ଅଟନ୍ତି। ପ୍ରଭୁଙ୍କ ନାମ ସ୍ତୁତି ହଉ, ପ୍ରଭୁଙ୍କ ନାମର ପ୍ରଶଂସା ହଉ। ଆସନ୍ତୁ ଆଜିର ଧ୍ୟାନ ଆରମ୍ଭ କରିବା ପୂର୍ବରୁ ଶାସ୍ତ୍ର ଗୋଟିଏ ଅଂଶଟି ପଢିବା, ଯାହା ଆପଣ ମାନେ ପାଇବେ ପ୍ରକାଶ ବାକ୍ୟ 22 ପର୍ବ ତାର 12 ପଦ। ପ୍ରକାଶ ବାକ୍ୟ 22 ତାର 12। ଏଟା ଲେଖାଯାଏ, ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ଏଟା ଲେଖାଯାଏ, ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। ଦେଖ ଆମ୍ଭେ ଶୀଘ୍ର ଆସୁ। ଦେଖ ମାନେ କଣ? ଦେଖ, ଚାରିଆଡେ ଦେଖ, ପରିସ୍ଥିତିକୁ ଦେଖ। ଆମ୍ଭେ ଶୀଘ୍ର ଆସୁଅଛୁ। ଇଂଲିଶରେ ବିହୋଲ୍ଡ ବୋଲି ଲେଖାଯାଉଛି, ଓଡିଆରେ ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। ଏଇ ଗୋଟିଏ ଅଧ୍ୟାୟରେ 3 ଥର ଲେଖା ହଉଛି ଆମ୍ଭେ ଶୀଘ୍ର ଆସୁଅଛୁ, ଆମ୍ଭେ ଶୀଘ୍ର ଆସୁ। 7 ପଦରେ ଦେଖିବେ, ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। ଯେ ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। 12 ପଦରେ ଦେଖୁଛୁ, ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମର ପୁରସ୍କାର ଆମ ସଙ୍ଗରେ ଅଛି। 20 ପଦ ଦେଖିବେ ଲେଖାଯାଉଛି ଯେ ଏଇ ସମସ୍ତ ବିଷୟ ସାକ୍ଷ୍ୟ ଦେଉଛନ୍ତି। ସେ କୁହନ୍ତି, ସତ୍ୟ ଆମେ ଶୀଘ୍ର ଆସୁଅଛୁ। ଗୋଟିଏ କଥାକୁ ଗୋଟିଏ ଅଧ୍ୟାୟରେ 3 ଥର କୁହାଯାଉଛି। କେଉଁ କଥାକୁ ବାରମ୍ବାର କୁହାଯାଏ? ଯେଉଁ କଥାର ଗୁରୁତ୍ୱ ଅଧିକ ଥାଏ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଖ୍ରୀଷ୍ଟାଶ୍ରିତ ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ କଥା କହିବା ପାଇଁ ଚାହାନ୍ତି, ମଣ୍ଡଳୀକୁ କଥା କହିବା ପାଇଁ ଚାହାନ୍ତି, ଦେଖ ଆମେ ଶୀଘ୍ର ଆସୁଅଛୁ। ଆଉ ଏଇ କଥା ପିତର ମଧ୍ୟ ତାଙ୍କ ପତ୍ରରେ ଲେଖୁଛନ୍ତି। ସେ କହୁଛନ୍ତି ଯେ ପ୍ରଭୁ ଶୀଘ୍ର ଆସୁଛନ୍ତି। ତାଡ଼ନାରେ ଥିବା ଲୋକମାନଙ୍କୁ, କଷ୍ଟରେ ଥିବା ଲୋକମାନଙ୍କୁ ସେ କହୁଛନ୍ତି, ଦେଖ ସେ ଶୀଘ୍ର ଆସୁଅଛନ୍ତି। ପ୍ରଥମ ପିତର 4 ପର୍ବ 7 ପଦ ସେ କହୁଛନ୍ତି, ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଶେଷ ଅଧ୍ୟାୟର ଖ୍ରୀଷ୍ଟିଆନ ମାନେ, ଆଜି ମୁଁ କେବଳ ଆପଣମାନଙ୍କୁ 4ଟି ବିଷୟ କହିବା ପାଇଁ ଚାହେଁ ଯେ ଆପଣମାନେ ସବୁବେଳେ ମନେ ରଖିବା ଦରକାର। ଦ୍ୱିତୀୟ ପିତର 3 ପର୍ବ ତାର 1 ପଦ ଆଉ 2 ପଦ ମୁଁ ପଢୁଛି। ଦ୍ୱିତୀୟ ପିତର 3 ପର୍ବ ତାର 1 ପଦ ଆଉ 2 ପଦ ଲେଖାଯାଉଛି, ହେ ପ୍ରିୟ ମାନେ, ମୁଁ ବର୍ତ୍ତମାନ ତୁମମାନଙ୍କ ନିକଟକୁ ଏଇ ଦ୍ୱିତୀୟ ପତ୍ର ଲେଖୁଅଛି। ତୁମେମାନେ ଯେପରି ପବିତ୍ର ଭାବବାଦୀ ମାନଙ୍କ ଦ୍ୱାରା ପୂର୍ବ କାଳରେ ଉକ୍ତ ବାକ୍ୟ ସବୁ ପୁଣି ତୁମମାନଙ୍କ ପ୍ରେରିତ ମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞା ଗୁଡିକ ସ୍ମରଣ ରଖ। ସ୍ମରଣ ରଖ। ଏଥି ନିମନ୍ତେ ଉଭୟ ପତ୍ରରେ ମୁଁ ତୁମମାନଙ୍କୁ ଏହି ସବୁ ସ୍ମରଣ କରାଇ ତୁମମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି। ସେ କହୁଛନ୍ତି କଣ କର? ସ୍ମରଣ କର। 3 ପଦ ଲେଖା ଅଛି, ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଆପଣା ଅଭିଳାଷ ଅନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? ଏବେ ଲୋକମାନେ ସେଇ କଥା କହୁଛନ୍ତି। ତୁମେ କହୁଛ ପ୍ରଭୁ ଆସିବେ ବୋଲି, ସେ କୋଉଠି ଆସୁଛନ୍ତି? କାହିଁ ସେ ତ ଆସୁନାହାନ୍ତି। ମୋର ପ୍ରିୟ ମାନେ, ଏ ପ୍ରକାର ଏକ ସମୟ ଯୋଉ ସମୟରେ କେହି ଅପେକ୍ଷା କରୁନଥିବେ, ସେଇ ସମୟରେ ପ୍ରଭୁ ଆସିବେ। ପ୍ରଭୁ ଯୀଶୁ କେତେବେଳେ ଆସିବେ? ବାଇବଲରେ ସ୍ପଷ୍ଟ ଭାବରେ ଲେଖାଯାଏ, କେତେବେଳେ ଆସିବେ? ଯେତେବେଳେ ତୁମେ ପ୍ରସ୍ତୁତ ନଥିବ, ଯେତେବେଳେ ତୁମେ ଅପେକ୍ଷା କରୁନଥିବ, ସେଇ ସମୟରେ ସେ ଆସିବେ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣ ମାନଙ୍କୁ ସଚେତନ କରିବା ପାଇଁ ଚାହେଁ। ସେ ଶୀଘ୍ର ଆସୁଛନ୍ତି। କେତେବେଳେ ଆସିବେ? ଯେତେବେଳେ ଆପଣ ମାନେ ପ୍ରସ୍ତୁତ ନଥିବେ, ଜାଗ୍ରତ ନଥିବେ, ସେଇ ସମୟରେ ସେ ଆସିବେ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଏ ବାକ୍ୟ ଗୁଡିକ ଶୁଣିବା ସମୟରେ ଜୀବନକୁ ଆମେ ପ୍ରସ୍ତୁତ କରୁ, ଜୀବନକୁ ଆମେ ସଜାଡୁ, କାରଣ ସେ ଶୀଘ୍ର ଆସୁଅଛନ୍ତି। ତେଣୁ ସେ କଣ ବୋଲି କହୁଛନ୍ତି? ସ୍ମରଣ ରଖ। ପ୍ରଥମ କଥା ସେ କହୁଛନ୍ତି ସ୍ମରଣ ରଖ। ଭାବବାଦୀ ମାନଙ୍କ ଦ୍ୱାରା, ପ୍ରେରିତ ମାନଙ୍କ ଦ୍ୱାରା ଯୋଉ ବାକ୍ୟ ଶୁଣିଛ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ, ସେଇଟାକୁ ସ୍ମରଣ ରଖ। ଯାହା ଯାହା କୁହାଯାଇଛି ଆଗମନ ବିଷୟରେ, ପ୍ରଭୁ ଯୀଶୁଙ୍କ ବିଷୟରେ ସ୍ମରଣ ରଖ। ଲୋକ ତ ପରିହାସ କରିବେ, ଲୋକ ତ ଉପହାସ କରିବେ, କିନ୍ତୁ ତୁମେ କଣ କର? ସ୍ମରଣ ରଖ। ପ୍ରଥମ କଥା ସେ କହୁଛନ୍ତି ସ୍ମରଣ ରଖ। ଆଉ ଦ୍ୱିତୀୟ କଥା କହୁଛନ୍ତି 7 ପଦ 8 ପଦରେ, ସେ ଦ୍ୱିତୀୟ ପିତର 3 ପର୍ବ 7-8ରେ, ପୁଣି
এই বর্তমান আকাশ মଣ୍ଡଳ ପୃଥିବୀ ସେ ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କ ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। এটা ଅଗ୍ନିରେ ବିନଷ୍ଟ ହବ ଏ ପୃଥିବୀ। ଅଧାର୍ମିକ ଲୋକମାନଙ୍କ ବିଚାର ଓ ବିନାଶ ପାଇଁ ରଖାଯାଇଛି ପୃଥିବୀ। ପ୍ରିୟମାନେ, এই ଜଗତ ଆପଣଙ୍କ ରହିବାର ସ୍ଥାନ ନୁହେଁ, ଆପଣ ପ୍ରଥମରୁ ବୁଝି ରଖିଥାନ୍ତି। ଆପଣମାନଙ୍କ ମନରେ ସ୍ଥିର କରି ରଖନ୍ତୁ। ଆପଣ এই ଜଗତକୁ ଯେତେ ଆପଣାର ମନେ କଲେ ବି ଆପଣ ଛାଡ଼ିକି ଯିବେ। ଯୋଉ 60 ପଦରେ କଣ ବୋଲି କହୁଛନ୍ତି, କିନ୍ତୁ ହେ ଭାଇମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, এই ବିଶେଷ ବିଷୟ ତୁମାନେ ଭୁଲି ଯାଅ ନାହିଁ। ପ୍ରଥମ କଥା କହିଲେ ସ୍ମରଣ ରଖ। କଣ? ଭାବବାଦୀ ଓ ପ୍ରେରିତ ମାନଙ୍କ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯାହା ଶୁଣିଛ, ଭାବବାଦୀ ମାନେ ଯୀଶୁଙ୍କ କଥା ହିଁ କହିଲେ, ପ୍ରେରିତ ମାନେ ବି ଯୀଶୁଙ୍କ କଥା କହିଲେ, ଆଉ ବାଇବଲ ବି ଯୀଶୁଙ୍କ କଥା ହିଁ କୁହେ। କାରଣ ବାଇବଲ ହଉଛି ଯୀଶୁଖ୍ରୀଷ୍ଟଙ୍କୁ କେନ୍ଦ୍ର କରି ଲେଖାଯାଇଥିବା ପୁସ୍ତକ। ସେ ସ୍ମରଣ ରଖିବ। ଆଉ ଦ୍ୱିତୀୟ ବିଷୟ ହଉଛି ଭୁଲିଯିବ ନାହିଁ। ତୁମେ ଭୁଲି ଯାଅ ନାହିଁ। ଯାହା ଭୁଲିବ ତୁମେ ଭୁଲ, କିନ୍ତୁ ଏଇ କଥା ଭୁଲ ନାହିଁ ଯେ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ସହସ୍ର ବର୍ଷ ତୁଲ୍ୟ ଏବଂ ସହସ୍ର ବର୍ଷ ଗୋଟିଏ ଦିନ ତୁଲ୍ୟ। ଏଇଟା ଭୁଲି ଯାଅ ନାହିଁ। ଲୋକ ଭାବୁଛନ୍ତି ନାଇଁ ହବ ନାହିଁ। ନାଇଁ ନାଇଁ ନାଇଁ, ସବୁ ବିଷୟ ହବ। ବାଇବଲରେ ଯାହା ଲେଖା ଯାଇଛି ସବୁ ଅବଶ୍ୟ ଘଟିବାକୁ ହବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏ କଥା ଗୁଡ଼ିକୁ ବୁଝିବା ପାଇଁ। ଆଉ ତୃତୀୟ ବିଷୟ, ପିତର କଣ କହୁଛନ୍ତି? ଯେହେତୁ ଯୀଶୁ ଶୀଘ୍ର ଆସୁଛନ୍ତି, ତେଣୁ ସେ କଣ କହୁଛନ୍ତି? ଦ୍ୱିତୀୟ ପିତର 3 ପର୍ବ ତାର 14 ପଦରେ, ଅତଏବ ହେ ପ୍ରିୟ ମାନେ, ତୁମେ ମାନେ ଏଇ ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ସାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର। ଏଥିପାଇଁ ଯତ୍ନ କର, ଅନ୍ୟ ବିଷୟ ପାଇଁ ଯତ୍ନ କର ନାହିଁ। କାହିଁକି? ଅତଏବ ହେ ପ୍ରିୟ ମାନେ, ତୁମେ ମାନେ ଏଇ ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ। କଣ ଆମେ ଅପେକ୍ଷା କରୁଛୁ? 13 ପଦରେ କହୁଛନ୍ତି, ଆମେ ମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟେ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହବ। ଆମେ ତାହାର ଅପେକ୍ଷାରେ ଅଛୁ। ଏ ପୃଥିବୀର ଅପେକ୍ଷାରେ ନାହୁଁ ଆମେ, ଆଉ ଭଲ ଦିନର ଅପେକ୍ଷାରେ ନାହିଁ ଆମେ। କିଛି ବଦଳିବ, କିଛି ଭଲ ମେଡିସିନ ଆସିବ, କୌଣସି ଗୋଟେ ମନ୍ତ୍ରୀ ଆସିକି ସବୁ ପରିସ୍ଥିତି ବଦଳାଇ ଦେବେ, ଆହୁରି ସୁଖର ସମୟ ଆସିବ, ଏଇଟା ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆମେ ଗୋଟେ ନୂତନ ଆକାଶ ମଣ୍ଡଳ, ନୂତନ ପୃଥିବୀର ଅପେକ୍ଷାରେ ଅଛୁ। ଏଇଥିପାଇଁ କଣ କରିବା? ଯେପରି ଆମେ ତାହାଙ୍କ ଛାମୁରେ ନିଷ୍କଳଙ୍କ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଆମେ ଯତ୍ନ କରିବା ଦରକାର। ପ୍ରଥମ କଥା ସେ କହୁଛନ୍ତି ସ୍ମରଣ ରଖ। ଦ୍ୱିତୀୟ କଥା କହୁଛନ୍ତି ଭୁଲି ଯାଅ ନାହିଁ। ସ୍ମରଣ ରଖ, ଭୁଲି ଯାଅ ନାହିଁ, ଆଉ ଏଥିପାଇଁ ତୁମେ ଯତ୍ନ କର। ଯତ୍ନ କର। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଆମେ ଯତ୍ନ କରିବା ପାଇଁ। ଆଉ ଶେଷ ବିଷୟ କହିବା ପାଇଁ ଚାହେଁ, ଯାହା ପିତର ଲେଖୁଛନ୍ତି ତାଙ୍କର ପତ୍ରରେ, ଦ୍ୱିତୀୟ ପିତର ତାର 3 ପର୍ବ 17 ପଦ ସେ କହୁଛନ୍ତି, ତଥାପି ହେ ଭାଇ ମାନେ, ତୁମେ ମାନେ ପୂର୍ବରୁ ଏଇ ସମସ୍ତ ଜାଣି ସତର୍କ ହୋଇଥାଅ, କାଳେ ଦୁରାଚାରୀ ମାନଙ୍କର ଭ୍ରାନ୍ତିରେ ପଡି ତୁମେ ମାନେ ମଧ୍ୟ ଆପଣା ମାନଙ୍କ ଦୃଢତାରୁ ସ୍ଖଳିତ ହୁଅ। କଣ କରିବା ଦରକାର? ଦୁରାଚାରୀ ମାନଙ୍କ ଭ୍ରାନ୍ତିରେ ଲୋକ ପଡିଯାଆନ୍ତି। ଯଦି ସ୍ମରଣ ରଖିବେ ନାହିଁ, ଭୁଲିଯିବେ, ଯତ୍ନ କରିବେ ନାହିଁ, ସତର୍କ ରହିବେ ନାହିଁ, ତାହେଲେ କଣ ହେବେ? ସେମାନେ ସ୍ଖଳିତ ହେବେ, ପତିତ ହେବେ। କେଉଁମାନେ? ସେମାନେ ଦୁରାଚାରୀ ମାନେ, ପାପରେ ମନ୍ଦ ତାର ଜୀବନ କାଟୁଛନ୍ତି। ନାଇଁ ନାଇଁ ଏମିତି ହବ ନାହିଁ, ଏଇଟା ବେକାର ଲେଖାଯାଇଛି, ବାଇବଲ ଏମିତି ଲେଖାଯାଇଛି ସିନା, ଏମିତି ହବ ନାହିଁ, ଏମିତି ଗୁଡାଏ କଥା କହିକି କେଉଁମାନେ? ଜଣେ କାମୁକତାରେ ପରିପୂର୍ଣ୍ଣ ଦୁରାଚାରୀ ଲୋକମାନେ, ସେମାନେ ଆମମାନଙ୍କୁ କଣ କରନ୍ତି? ପତିତ ଆଡକୁ କହି ନିଅନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯୀଶୁଙ୍କ ବିଷୟରେ ବାଇବଲରେ ଯାହା ଲେଖା ହେଇଛି, ଆଦି ପୁସ୍ତକରେ ଆମେ ଦେଖୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟ କୁମାରୀର ଗର୍ଭରେ ଆସିବେ, ଏଇଟା ଲେଖାଯାଉଛି। ଆଉ ଶେଷ ପୁସ୍ତକ ଲେଖାଯାଉଛି ସେ ଜଗତରେ ବିଚାର କରିବାକୁ ଆସିବେ ଏବଂ ସାଧୁ ମାନଙ୍କ ପାଇଁ ତାଙ୍କ ସ୍ୱର୍ଗୀୟ ସ୍ଥାନକୁ ନେଇଯିବା ପାଇଁ ଆସୁଛନ୍ତି। ଆମେ ଆଦି ପୁସ୍ତକ ଦେଖୁଛୁ ଆକାଶ ମଣ୍ଡଳ ପୃଥିବୀ ସୃଷ୍ଟି ହେବାର, କିନ୍ତୁ ପ୍ରକାଶ ବାକ୍ୟରେ ଦେଖୁଛୁ ନୂତନ ଆକାଶ ମଣ୍ଡଳ ନୂତନ ପୃଥିବୀ। ଏଇ ପୃଥିବୀରେ ସମସ୍ତେ ରହିପାରିବେ। ଏଠି ମଦୁଆ ରହିପାରିବ, ଜୁଆରୀ ରହିପାରିବ, ବେଶ୍ୟା ରହିପାରିବ, ମୂର୍ତ୍ତି ପୂଜକ ରହିପାରିବ, ନାସ୍ତିକ ରହିପାରିବ, ମନ୍ତ୍ରତନ୍ତ୍ର କରିବା ଲୋକ ରହିପାରିବ। ଏ ପୃଥିବୀରେ ସମସ୍ତେ ରହିପାରିବେ, କିନ୍ତୁ ନୂତନ ଆକାଶ ମଣ୍ଡଳ ନୂତନ ପୃଥିବୀ କେବଳ ସାଧୁ ମାନଙ୍କ ପାଇଁ, ବିଶ୍ୱାସୀ ମାନଙ୍କ ପାଇଁ, ପବିତ୍ର ଲୋକମାନଙ୍କ ପାଇଁ। ଏଇଠି ଆପଣ କଣ କରିବେ? ସବୁ ସ୍ମରଣ ରଖିବେ, ଭୁଲିଯିବେ ନାହିଁ। ଯାହା ଶୁଣିଛନ୍ତି ଯତ୍ନ କରିବେ। କଣ ପାଇଁ ଯତ୍ନ କରିବେ? ଯେପରି ତାହାଙ୍କ ଛାମୁରେ ନିଷ୍କଳଙ୍କ ଅନିନ୍ଦନୀୟ ଥିବାର ଦେଖାଯିବେ, ଏଇଥିପାଇଁ ଯତ୍ନ କରିବେ। ତାପରେ ଆଉ କଣ କରିବେ? ସତର୍କ କେମିତି ରହିବେ? ଦୁରାଚାରୀ ମାନଙ୍କର ଭ୍ରାନ୍ତିରେ ଯେପରି ଆପଣ ପଡିବେ ନାହିଁ, ଏଥିପାଇଁ ସତର୍କ ରହିବେ।
प्रिय भाई भौणी माने प्रभु मान को अनुग्रह करंतु आमे के मानस तो बसुछु के मानस तो उठुछु के मानस आमे चलाबुला होछु एटा आमे सतर्क रहिबा दरकार कारण सेमान आमान को पतित अवस्था को नहीं जानती आपण जानी छंती इस्राएल लोक माने केमती से पतित हेले जो मान को सहित से मिलामेशा कले समस्त यात्रा कले से लोक मैंने से पतित करे तेणु आप सावधान रुहतु मिशंतु काम करंतु कथबार्ता हुंतु किंतु भिन्न होकर था अलग होकर था आपण पतित हो प्रिय भाई बहन लिखा जाऊँगी दुष्ट मान को मंत्रणा चालो नहीं पापी मान को मार्ग में ठिया हुआ नहीं निंदक मान को सभा बस नहीं कौन करेंगे सदा प्रभु को व्यवस्था रे आमद करेंगे दिवारात्र व्यवस्था ध्यान करेंगे से कोविड-19 द्वारा आम घरे बसीचु आ दिन राति किछि नहीं अन्य किछि काम नहीं किंतु आम व्यस्त अच्छु दिन राति बाइबल पढ़िबारे प्रार्थना करिबारे आम मनोनिवेश करिबा प्रभु आपण मान प्रत्येक को आशीर्वाद करंतु आसंतु प्रार्थनार सहित आम प्रभु निकटवर्ती हेबा प्रभु मुख अन्वेषण करिबा प्रिय भाई भौणी माने प्रभु आपण मान प्रत्येक को सहायता करंतु ए समय अनुरोध करिबी प्रभु को दास संजय तुरुक तमान को प्रार्थना रे कढै नेबे।